ଅଜବରେ ଚାଲିଛି କାହାର ଗଭର୍ଣ୍ଣମେଣ୍ଟର ଗୋଟେ ଫଣ୍ଡିଂ ଟଙ୍କାଟେ ନାହିଁ। ତ ଆପଣ ତାହେଲେ ଏତେ 50 ଜଣ ପାଖାପାଖି 47-48 ଜଣ ଲୋକ ଅଛନ୍ତି ଏଠି, ବାପା ମା ମାନେ ଅଛନ୍ତି, ସେମାନଙ୍କୁ ଏତେ ଖାଇବା ପାଇଁ ଯୋଉ ଡେଲି ଖର୍ଚ୍ଚ କୋଉଠୁ ଆଣୁଛନ୍ତି? ମୁଁ ବି ଜାଣିନି ଆଜ୍ଞା, ବି ସବୁ ତାରି ଉପରେ ଛାଡ଼ି ଦେଇଛି, କାହା ଉପରେ? ଜଗା ଉପରେ। ଜଗା ଉପରେ ଆମେ ଛାଡ଼ି ଗୋଟେ ବିଶ୍ୱାସରେ ଛାଡ଼ି ଦେଇଛୁ, କିନ୍ତୁ ସେ ଯୋଉ ପଇସା ତ କୋଉଠୁ ଥିବ ନା, ପଇସାଟା କୋଉଠୁ ଆଣୁଛି ଆପଣ? ପଇସା କଥା ଦେଖ, ମୋର ବି ମୁଁ କାର୍ପେଣ୍ଟର କରୁଛି, କାଠ କାମ ବି କରୁଛି, ଛୋଟ ମୋଟ କାମ କରୁଛି, ଆଉ କିଛି ମାଗି ଯାଉଛି କି ଦୁନିଆରେ ଚାଲି ଯାଉଛି। ଆମେ କିଛି ମା ମାନଙ୍କୁ ପଚାରୁଥିଲୁ, ବାପା ମାନଙ୍କୁ ପଚାରୁଥିଲୁ, ଆକ୍ଚୁଆଲି କହୁଥିଲେ କି ଆପଣ ବିଷୟରେ ଗୋଟେ କଥା କହୁଥିଲେ ଆମ ପୁଅକୁ ବୋଲିକି ଗୌତମ ବୋଲି ମୋ ପୁଅକୁ ଅଧିକ ଗୌତମ। ଆଚ୍ଛା ଆପଣ କଣ କରନ୍ତୁ ଆପଣ ଯେତେ ନାଇଁ ଏତେ ବଡ ନୁହଁ ଯେ, ଦେଖ ଗୋଟେ ମଣିଷ ଭାସିଗଲା ବେଳେ କୁଟାଖିଆକୁ ଆଶ୍ରା କରେ। ଯେତେବେଳେ ନିଜ ବାପ ମାନେ ଯେତେ ପିଲାମାନଙ୍କଠୁ ହତାଦାର ହେଇଯାଏ, ସେ ଖୋଜେ କାହା ଗୋଟେ ସାହାରା। ଗୋଟେ ଚିନ୍ତା କରନ୍ତୁ, ଗୋଟେ ଭିକାରୀଟା ଭିକ ମାଗି ମାଗିକା ଯେତେବେଳେ ଆସେ, ଯେତେବେଳେ ଖରା ଡରେ ସେ ଖୋଜେ କଣ ଗୋଟେ ଛାଇ, ଗୋଟେ ଭଲ ବରଗଛ ହେଇଥିବ ସେ ଛାଇ। ସେମିତି ଗୋଟେ ଛୋଟ ବରଗଛଟେ ଗୌତମ। ଆଉ ଜଣେ ମାଉସୀକୁ ଆମେ ପଚାରୁଥିଲୁ, ସେ ଆମେ ତାଙ୍କୁ ପଚାରିଲୁ ଯେ ଯଦି ଗୌତମ ଭାଇ ଆପଣଙ୍କୁ ଛାଡ଼ି ଦିଅନ୍ତି, ଯେ ସେ କହିବେ ଯେ ଆମେ ଖାଇବାକୁ ଦେଇପାରିବୁନି, ତାହେଲେ ଆପଣ କଣ କରିବେ? ନା ନାଇଁ ନାଇଁ ଗୌତମ ସେମିତି କରିବନି। ଯେ କଣ ଆପଣ ଏମିତି କରୁଛନ୍ତି ତାଙ୍କର ଏତେ ବିଶ୍ୱାସ ଆପଣଙ୍କ ଉପରେ, ମାନେ ଆପଣ ସେମିତି କରିବନି ବୋଲି ତାଙ୍କର ବିଶ୍ୱାସ? ଦେଖନ୍ତୁ ସେଇଟା ତ ଉପର ବାଲା ହାତରେ କଥା, ଯେ ମୁଁ ତ ଛାଡ଼ିବିନି। କାହିଁକି ନା ଏ ସେବା କାହାକୁ ମିଳେ? ସମସ୍ତେ କୁହନ୍ତି ଯେ ଇଏ ତ ବେପାର, ସମସ୍ତେ କୁହନ୍ତି। ଏଠି ମୋର ପୁରା ଟୋଟାଲ ଓପନ, ପୁରା ଖୋଲା ମେଲା। ଦେଖିବେନି, ଯଦି ମୁଁ ଶାଗ ପଖାଳ ଖାଇଲେ ମୋ ବାପା ମା ଶାଗ ପଖାଳ, ମୁଁ ଯଦି ମାଛ ଭାତ ଖାଇଲେ ମୋ ବାପା ମା ବି ମାଛ ଭାତ ଖାଇ, ପରିବାର ହେଇକି ଏଠି ଚଳୁଛୁ। ଆପଣ ମାନେ ତ ଆସିଲେ ଦେଖିଲେ, ସବୁ କିଛି ଦେଖିଲେ। ତ ଏମିତି କୋଉ ଦିନ ନାହିଁ ଯେ ପେଟ ଉପାସ ରହିନି। ସେ ସ୍ୱୟଂ ଜଗନ୍ନାଥ ହିଁ ତାଙ୍କ ଉପରେ ଭରସା, ଖାଲି ଆମେ ମାଧ୍ୟମ ଗୋଟେ ଅଛି କରି କରାଉଥାଏ ମୁଁ ବି ଅନ୍ୟ ଗତି ନାହିଁ, ଆମମାନେ କେହି ନୁହଁ। ଆଉ ଗୋଟେ ବି କଥା ଅଛି, ଦୈବ ଦୌଡ଼ି ମଣିଷ ଗାଇ ଜେଣିକି ଟାଣି, ତା ହାତରେ ଦୌଡ଼ି ଏଠିକି ସେଠି। ଯେ ଆପଣଙ୍କର ଆଜି ବିଚାର ଥିଲା କି ବାପା ମା ସେବା ଆଶ୍ରମ ଆସିଲେ, ଯେ ଈଶ୍ୱରଙ୍କର ବରାତ 50 ବାପା ମାଙ୍କୁ ଆପଣ ବି ଖାଦ୍ୟ ଟିକେ ଦେଲେ, ହସ ଫୁଟେଇଲେ, ନିଜ ବାପା ମାଙ୍କୁ ଯେମିତି ସ୍ନେହ ଏଇଠୁ ସ୍ନେହ, ସେମିତି ଆମେ ସମସ୍ତେ ଏକୁଟିଆ ଖାଲି ଗୌତମ ନୁହଁ। ଆପଣଙ୍କର ଇଏ ଆଶ୍ରମ ନୁହଁ, ଆପଣ ଚାହିଁଲେ ଡାଲି କିଲେ କି ଚାଉଳ କିଲେ ଆଣିକି ଆସିକି ଇଚ୍ଛା ହେଲା ଦବ, ଖାଇବାକୁ ଯିବେ। ସେଇମାନେ ସେମିତି ଗୋଟେ, ମୁଁ ଯେତେବେଳେ ବି ରାତି ଅଧରେ ମୁଁ ମୋ କାମ ଦାମ ଛାଡ଼ିକି ଆସେ, ଏମାନଙ୍କ ସହିତ ଟିକେ ହସ ଇଏ କରିଦିଏ।